ଅହଙ୍କାର ଏକ ନିଆଁ ସଦୃଶ୍ୟ। ନିଆଁ ଯେପରି ଏକ ଶକ୍ତ ଲୁହାକୁ ସହଜରେ ନୁଆଇ ପାରେ, ସେହିପରି ଅହଙ୍କାର ଏକ ଭଲ ମଣିଷକୁ ମଧ୍ୟ ନିମ୍ନଗାମୀ କରି ପକାଏ। ତେଣୁ ଏ 2 ଦିନର ଜୀବନରେ ଅହଙ୍କାରକୁ ଛାଡ଼ି ଦିଅନ୍ତୁ। ସମୟ ସବୁବେଳେ ସମାନ ନଥାଏ ବନ୍ଧୁ, କେତେବେଳେ ଆପଣଙ୍କର ତ କେତେବେଳେ ଆଉ କାହାର। ତେଣୁ ମଣିଷ ଜୀବନରେ ଗର୍ବ ଅହଙ୍କାର କରିଲେ କିଛି ଫାଇଦା ନାହିଁ। ସମସ୍ତେ କୁହନ୍ତି ଦୁଃଖ ଆଜି ଅଛି, କାଲିକି ସୁଖ ନିଶ୍ଚୟ ଆସିବ, କିନ୍ତୁ ମୋ ଜୀବନରେ ଖୁସି କ'ଣ ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲିନି। ଯଦି ବି ଜୀବନରେ କିଛି ପାଇଛି, ସେଇଟା କେବଳ ଲୁହ। ଝିଅମାନଙ୍କର ହସ ବହୁତ ସୁନ୍ଦର, କାରଣ ସେମାନେ ମନରୁ ଖୁସି ନହେଲେ ହସନ୍ତି ନାହିଁ। କିନ୍ତୁ ପୁଅମାନଙ୍କର କାନ୍ଦିବା ବହୁତ ଦୁଃଖ, କାରଣ ସେମାନେ ବହୁତ କଷ୍ଟ ନ ପାଇଲେ କାନ୍ଦନ୍ତି ନାହିଁ। ଲୋକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କଲେ ପାରିବନି, ବରଂ ସବୁଠାରୁ ଭଲ ନିଜର କାନ ବନ୍ଦ କରିନିଅ ଏବଂ ନିଜ କର୍ମରେ ଧ୍ୟାନ ଦିଅ। ମଣିଷ ମାତ୍ରକେ ଭୁଲ ଅଛି। ଭୁଲ କରିବା ମଣିଷର ଭୁଲ ନୁହେଁ, ବରଂ ସେହି ମଣିଷ ମହାନ, ଯେଉଁ ମଣିଷ ଭୁଲକୁ ଭୁଲ ବୁଝି ଠିକ୍ ବାଟକୁ ଚୟନ କରିଥାଏ। ଅହଙ୍କାରର ଆୟତରେ ସମସ୍ତେ ଅଛନ୍ତି, ହେଲେ ସମସ୍ତଙ୍କ ଆୟତରେ ଅହଙ୍କାର ନାହିଁ। ଅନ୍ୟ ଉପରେ ଭରସା ଗୋଟିଏ ଦିନ ମାରିଦିଏ ସମସ୍ତଙ୍କୁ। ସେହି ଭରସା ନିଜ ଉପରେ କରିକି ଦେଖ, କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦେବ ତୁମକୁ। ସତରେ ଜୀବନରେ ଏମିତି ଗୋଟେ ଗୋଟେ ଅଭୁଲା ସ୍ମୃତି ରହିଥାଏ। ଯେତେବେଳେ ଏକା ବସିଥିବ, ସେ କଥା ମନେ ପଡ଼ିଲେ ବହୁତ କଷ୍ଟ ଲାଗେ। ଯାହା ପାଖରେ ଆଶା ଥାଏ, ସେ ଲକ୍ଷ ଥର ହାରିଲେ ବି କେବେ ବି ହାରିବ ନାହିଁ। ଯିଏ ମନର କଷ୍ଟକୁ କାହା ଆଗରେ ପ୍ରକାଶ କରିପାରେ ନାହିଁ, ତାକୁ କ୍ରୋଧ ଅଧିକ ହିଁ ଆସିଥାଏ। ନିଜ ବିଷୟରେ ସର୍ବଦା ଭଲ ଭାବନ୍ତୁ, ଖରାପ ତ ଲୋକମାନେ ଭାବି ହିଁ ଦେବେ। ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ, କାରଣ ତୁମ ଭୂମିକା ଅନ୍ୟ କେହି ମଧ୍ୟ ତୁମଠାରୁ ଭଲ ଭାବରେ ନିଭେଇ ପାରିବ ନାହିଁ। କାଚ ଆଉ ସମ୍ପର୍କ ଉଭୟ ସମାନ ହୋଇଥାଏ। ସେମାନଙ୍କ ଭିତରେ କେବଳ ଏତିକି ଫରକ ଥାଏ, କାଚ ଭୁଲରେ ଭାଙ୍ଗେ ଆଉ ସମ୍ପର୍କ ଭୁଲ ବୁଝାମଣାରେ। କାହାକୁ ମନେ ପକାଇ ବାରମ୍ବାର କାନ୍ଦିଲେ ହୃଦୟର ଦୁଃଖ କମି ନଥାଏ। ପ୍ରେମ ତ ଭାଗ୍ୟରେ ଲେଖା ଥାଏ। କାହା ବିରହରେ ଜଳିଲେ କେହି ନିଜର ହେଇନଥାଏ। କେବେ ତାକୁ ବି ଭଲ ପାଇକି ଦେଖ, ଯେ ବିନା ସ୍ୱାର୍ଥରେ ତୁମକୁ ଭଲ ପାଆନ୍ତି। ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ। କିଏ ଅଗାଢ଼ ପ୍ରେମ ଆଉ ସ୍ନେହ ଦିଏ, ଆଉ କିଏ ଅମାପ ଆଘାତ ଆଉ ଧୋକା ଦିଏ। ବାସ୍ତବରେ ଉଭୟକୁ କେବେ ଭୁଲି ହୁଏ ନାହିଁ। କିଛି ସମୟ ଚୁପ୍ ରହିକି ଦେଖ, କିଛି ପ୍ରଶ୍ନର ଉତ୍ତର ଆପେ ଆପେ ମିଳିଯିବ। କ୍ଷମା ମାଗିବା ବାଲା ସବୁବେଳେ ଭୁଲ କରିନଥାନ୍ତି। କିଛି ଲୋକ ସମ୍ପର୍କକୁ ବଞ୍ଚାଇବା ପାଇଁ ନଇଯାଆନ୍ତି। ପ୍ରେମ ଚେହେରାରେ ହୋଇନଥାଏ, ପ୍ରେମ ତ ହୃଦୟରେ ହୋଇଥାଏ। ଯେ ହୃଦୟର ଗୁରୁତ୍ୱ ଦେଇଥାଏ, ତାର ଚେହେରା ଆପେ ଆପେ ସୁନ୍ଦର ଲାଗିଥାଏ। ଜବାବ ତ ସବୁ କଥାର ଦିଆଯାଇପାରିବ, କିନ୍ତୁ ଯେ ସମ୍ପର୍କକୁ ହିଁ ବୁଝୁନି, ସେ ଶବ୍ଦର ମୂଲ୍ୟ ବା କ'ଣ ବୁଝିବ? ଖାଦ୍ୟ ଯେପରି ଭେଜାଲ ହୋଇଗଲାଣି, ପ୍ରେମ ସେପରି ନକଲି ହୋଇଗଲାଣି। ଏହି ସମଗ୍ର ଦୁନିଆରେ ଦୁଃଖଠାରୁ ବଡ଼ ବନ୍ଧୁ ନାହାନ୍ତି, କାରଣ ଏହି ଦୁଃଖ ହିଁ ମନୁଷ୍ୟକୁ ଈଶ୍ୱରଙ୍କୁ ମନେ ପକାଇଥାଏ। ସେହି ମଣିଷ ତୁମର ଏତେ ଭୁଲ ବାହାର କରିବେ, ତୁମ ବିଷୟରେ ଏତେ ଖରାପ କରି ଗପିବେ, ତୁମେ ବିଶ୍ୱାସ ବି କରିପାରିବ ନାହିଁ କି ସିଏ ତୁମର ଦିନେ ନିଜର ଥିଲା ବୋଲି। ଯଦି ତୁମେ ସେହି ସମୟରେ ହସି ପାରୁଛ, ଯେତେବେଳେ ତୁମେ ଭିତରୁ ଭାଙ୍ଗି ପଡ଼ିଥାଉ, ବିଶ୍ୱାସ ରଖ, ଏ ଦୁନିଆର କୌଣସି ବି ଶକ୍ତି ତୁମକୁ କେବେ ଭାଙ୍ଗି ପାରିବ ନାହିଁ। ଜୀବନରେ ନିଜକୁ ଏତେ ମଜବୁତ କରିନିଅ, ଯେମିତି କେହି ଚାହିଁଲେ ବି ତୁମକୁ ଭାଙ୍ଗି ପାରିବ ନାହିଁ। ଲେଖାଯାଇଥିବା ପ୍ରତ୍ୟେକ ଶବ୍ଦକୁ ପ୍ରତ୍ୟେକ ଲୋକ ବୁଝିପାରନ୍ତି ନାହିଁ, କାରଣ ଲେଖିବା ଲୋକ ଭାବନା ଲେଖେ, ଆଉ ପଢ଼ିବା ଲୋକ କେବଳ ଶବ୍ଦ ପଢ଼େ। ତୁମେ ତୁମର ଭବିଷ୍ୟତକୁ ବଦଳାଇ ପାରିବ ନାହିଁ, କିନ୍ତୁ ତୁମର ଅଭ୍ୟାସକୁ ନିଶ୍ଚୟ ବଦଳାଇ ପାରିବ। ଯେଉଁ ମଣିଷ ତୁମକୁ ସମୟ ଦେବା ଜରୁରୀ ଭାବୁନାହିଁ, ସିଏ କ'ଣ ତୁମକୁ ସାଥ ଦେବ? ସବୁ ପ୍ରେମ ମିଛ ନୁହଁ, କିଛି ପ୍ରେମ ସଚ୍ଚା ହୋଇ ମଧ୍ୟ
ପ୍ରତାରଣାର ଶିକାର ହୋଇ ଅଧାରେ ରହିଯାଉଛି। ବୟସରେ ପ୍ରେମ ହେବା କିଛି ବଡ଼ କଥା ନୁହେଁ, କିନ୍ତୁ ପ୍ରେମକୁ ସର୍ବସ୍ୱ ମାନି ନେଇ କ୍ୟାରିୟରକୁ ଧ୍ୟାନ ନ ଦେବା ସାରା ଜୀବନ ପାଇଁ ମହଙ୍ଗା ପଡ଼ିପାରେ। କେବେ ବି ଗୋଟିଏ ଭଲ ମଣିଷ କେବେ ବି ସ୍ୱାର୍ଥପର ହୋଇନଥାଏ, ଖାଲି ଦୂରେଇ ଯାଇଥାଏ ସେହି ଲୋକମାନଙ୍କ ଠାରୁ ଯେଉଁମାନେ ତାର ସମ୍ମାନ ହିଁ କରନ୍ତି ନାହିଁ। ପ୍ରେମ ତାହା ଯେଉଁଠି ଜଣେ ଜଣକୁ ନ ଛୁଇଁ ମଧ୍ୟ ତାଙ୍କୁ ଅନୁଭବ କରିପାରେ, କାରଣ ଏହା ଭାବନାର ସମ୍ପର୍କ, ଏହା ଆତ୍ମାର ସଂଯୋଗ। ଏହି ପ୍ରେମକୁ ନଷ୍ଟ କରନ୍ତୁ ନାହିଁ।